देवे। ମୁଁ ହେଉଛି ରବୀନ୍ଦ୍ର କୁମାର ସାହୁ, ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ, PMAP ଲୋନ୍ ଯୋଉଟା ଅଛି DIC ଅଣ୍ଡରରେ ଆମେ କାମ କରୁଛୁ। ଆଜିର କାର୍ଯ୍ୟକ୍ରମକୁ ନେଇ କ'ଣ କହିବେ? ଆକ୍ଚୁଆଲି କାର୍ଯ୍ୟକ୍ରମ ଆମର ଯୋଉ PMAP ଅଛି ଗୋଟେ ସ୍କିମ୍, ପ୍ରଧାନମନ୍ତ୍ରୀ ଫର୍ମୁଲେସନ ମାଇକ୍ରୋ ଫୁଡ୍ ପ୍ରୋସେସିଂ, ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଯେଉଁମାନେ ଇଣ୍ଡଷ୍ଟ୍ରି କରିବେ, ଛୋଟ ଛୋଟ ୟୁନିଟ୍ କରିବେ, ଆମେ ଫର୍ମୁଲେସନ କରିବୁ, ହାତରେ ତିଆରି କରୁଛୁ, ତାଙ୍କୁ ଆମେ ମେସିନ୍ ଦେବୁ। ସରକାର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତାଙ୍କୁ ସବସିଡି ଦେବେ 35%। ଆଦିରେ ଏଜୁକେସନ କ୍ୱାଲିଫିକେସନ କିଛି ଦରକାର ନାହିଁ। ଆଦିରେ ଖାଲି ଅଛି ବୟସ 18ରୁ ଅନୱାର୍ଡସ୍ 60 ମନ୍ଥଲି ଚାକିରି କରିବେ। ଯେଉଁମାନେ ଏକ୍ଜିଷ୍ଟିଂ ଏଣ୍ଟରପ୍ରେନର କରିଛନ୍ତି, ଧରନ୍ତୁ ଜଣେ କରୁଛି ବରା ଦୋକାନ କରିଛି, ତାର ଗ୍ରାଇଣ୍ଡର ନାହିଁ, ହାତରେ ସେ କରୁଛି, ସେଠି ଗ୍ରାଇଣ୍ଡର ଦେଇହେବ। କିମ୍ବା ଚାଉମିନ କରିପାରିବେ। ଚାଉମିନ ଆମେ ଏବେ ପ୍ରମୋଟ କରୁଛୁ ମିଲେଟ୍ ବେସ୍ ଚାଉମିନ, ଆଉ ମଇଦା ନ କରି ମିଲେଟ୍ ବେସ୍। କିମ୍ବା ଜଣେ ପୁରା ଅଟା ବେସନ କରୁଛି, ଅଟା ବେସନର ପ୍ୟାକିଂ ମେସିନ୍ ନାହିଁ, ସେଠି ପ୍ୟାକିଂ ମେସିନ୍ ଦେଇହେବ। କିମ୍ବା ନୂଆ ଯଦି କରିବେ, ଜଣେ ଅଟା ବେସନ କରିବ, ତାକୁ ଦିଆହେବ। ବିରି ବାଟିବା ପାଇଁ ଦିଆହେବ, ଧାନ କଳ ଦିଆହେବ, ତେଲ କଳ ଦିଆହେବ, ରସାବଳି କରିବା ପାଇଁ, ପିଠା କରିବା ପାଇଁ, ଆଉ ରାବିଡି କରିବା ପାଇଁ, ଛେନା, ପନିର, ଘିଅ, ଯାହା କରିବ ଫୁଡ୍ ରିଲେଟେଡ୍ ଜିନିଷ ତାକୁ ଦିଆହେବ 35% ସବସିଡି। ଏଇଟା ହେଉଛି ପ୍ରଧାନମନ୍ତ୍ରୀ ଫର୍ମୁଲେସନ ମାଇକ୍ରୋ ଫୁଡ୍ ପ୍ରୋସେସିଂ। କ'ଣ କହିବେ ଯେଉଁମାନେ ଆଶାୟୀ ଅଛନ୍ତି ହିତାଧିକାରୀ, ସେମାନେ କେବଳ ଅନୁମୋଦିତ ବ୍ୟାଙ୍କରୁ ପାଇବେ ନା ଯେକୌଣସି ବ୍ୟାଙ୍କରୁ ଲୋନ୍ କରିହେବ? ଯେକୌଣସି ବ୍ୟାଙ୍କ ଯୋଉଠି ଭଲ ଟ୍ରାକ୍ ଥିବ ତାଙ୍କର, ସିଭିଲ୍ ଖରାପ ନଥିବ। ଫାଷ୍ଟ ହେଉଛି ତାଙ୍କର ସିଭିଲ୍ ଖରାପ ନଥିବ, ଭଲ ଆଟିଚ୍ୟୁଡ୍ ଥିବ। ବ୍ୟାଙ୍କ ଲୋନ୍ ନଥିଲେ ନୂଆ ନେଇପାରିବେ ଲୋନ୍, ଆଉ କମ୍ ଲୋନ୍ ନିଅନ୍ତୁ। 2 ଲକ୍ଷ 5 ଲକ୍ଷ ଟଙ୍କା ଭିତରେ ସବୁ ଛୋଟ ଛୋଟ ମାଇକ୍ରୋ ଇଣ୍ଡଷ୍ଟ୍ରି ହେଇପାରିବ। ଆଉ ଡୋମେଷ୍ଟିକ୍ ବେସ୍ରେ ଧରନ୍ତୁ ଗୋଟେ ବ୍ଲକ ଲେଭେଲରେ ଗୋଟେ ହଳଦୀ ଫ୍ୟାକ୍ଟ୍ରି ହେଲା, ଛୋଟ ଛୋଟ ହେଲେ ଯେତେ ହଳଦୀ ଦରକାର ସେଇଠି କରିହେବ। ହଳଦୀ ଗ୍ରାଇଣ୍ଡିଂ କରିବା, ହଳଦୀ ପ୍ୟାକିଂ କରିବା, କିମ୍ବା ମସଲା ପ୍ୟାକିଂ କରିବା, କିମ୍ବା ଏବେ ଗୋଟେ ନୂଆ ସିଷ୍ଟମ ଆମେ କରିଛୁ, ଆରମ୍ଭ କରିଛୁ, ଯେମିତି ପିଆଜର ଚୋପା ଛାଡ଼ିବାକୁ ରସୁଣ ଚୋପା ଛାଡ଼ିବା ଲୋକ ନାହାନ୍ତି, କାରଣ ଜଣେ ବଡ଼ ବଡ଼ ଫିଷ୍ଟରେ ହଇରାଣ ହେଉଛନ୍ତି। ପିଆଜକୁ ଚୋପା ଛଡ଼ିବା, ରସୁଣ ଚୋପା ଛଡ଼ିକି ପ୍ୟାକିଂ କରିକି ତାକୁ 5 କେଜିଆ 10 କେଜିଆ ଯଦି ପ୍ୟାକେଟ୍ କରାଯାଏ, କ୍ୟାଟରିଂ ବାଲା ଆଉ ରୋଷେଇଆ ବାଲା ସବୁ ନେଇଯାଉଛନ୍ତି ବାହାର ପାଇଁ। ଲୋକଙ୍କୁ ମ୍ୟାନ୍ ପାୱାର କମିବା ପାଇଁ, ଶୀଘ୍ର କରିବା ପାଇଁ କରାଯାଏ। ରୁଟି ମେସିନ୍ ହେଇପାରିବ, ରୁଟି ତିଆରି କରିବା ପାଇଁ। ଆଉ ବହୁତ ସାରି ଜିନିଷ ବହୁତ ଅଛି। ଯଦି ଖାଲି ଭ୍ୟାଲ୍ୟୁ ଆଡିସନ କରିବେ, କ୍ଷୀର ଗୋଟେ ଆମେ କ୍ଷୀର ଗାଈ ଜଣେ ରଖୁଛି, କ୍ଷୀର ଗାଈ ଯଦି ଆମେ ଖାଲି କୋଲ୍ଡ ପ୍ରୋସେସ ରଖିପାରିବ BMCରେ, ସିଏ ବି ସନ୍ଧ୍ୟାବେଳକୁ ତାର ପ୍ରଡକ୍ଟ ହୋଇପାରିବ। କ୍ଷୀର ପ୍ୟାକିଂ ଠାରୁ ଆରମ୍ଭ କରି ଘିଅ, ଦହି, ରାବିଡି ସମସ୍ତ ସକ୍ସେସଫୁଲ ହେଇଛି। ଫୁଡ୍ ବହୁତ ଇମ୍ପୋର୍ଟାଣ୍ଟ। ଯେପର୍ଯ୍ୟନ୍ତ ଲୋକ ଥିବେ ମାନେ ପୃଥିବୀରେ, ସେପର୍ଯ୍ୟନ୍ତ ଖାଦ୍ୟ ଦରକାର ଅଛି। ଖାଦ୍ୟକୁ ଭଲ ମାନ୍ୟତା, ଗୁଣବତ୍ତା କରିବା ପାଇଁ, ଆଉ ଶସ୍ତା ଆଉ ସେଫ୍ଟି ଫୁଡ୍ ଯାହା କୁହନ୍ତି, ହେଲ୍ଦି ଫୁଡ୍, ସେଫ୍ଟି ଫୁଡ୍, ସେଇମାନେ କରାଯିବ। ଯଦି ଜଣେ କ୍ଷୀରି ଖାଲି କରିବ, 50 ପ୍ରକାର କ୍ଷୀରି ହେଇପାରିବ। ଖାଲି ପସମ ଯୋଉ କରୁଛି ପ୍ରସାଦ ଟାଇପ୍ର କ୍ଷୀରି ଲିପ୍ସ ସର୍ଭିସ୍ ଯଦି କରିପାରିବ, ଗୋଟା ଖାଲି ଗୋଟେ ଅମ୍ବ୍ରେଲା ତଳରେ 10 ପ୍ରକାର କ୍ଷୀରି ବାହାରିବ। ସେ କ୍ଷୀରି ବି କରିପାରିବ, ଦେଖିପାରିବ। ଯୋଉପାଇଁ ଆମେ କରୁଛୁ ବ୍ରାଣ୍ଡିଂ କରିବା ପାଇଁ, ମାନେ ସରକାର କହୁଛନ୍ତି ସେ ସ୍କିମ୍ରେ ବ୍ରାଣ୍ଡିଂ କରି ପଇସା ଦିଆଯିବ। ତାର ମେସିନ୍ ପାଇଁ ପଇସା ଦିଆହେବ, 35% ସବସିଡି ଦିଆଯିବ। ବ୍ୟାଙ୍କ ଲୋନ୍, ବ୍ୟାଙ୍କ ଦେବ, ଧର 2 ଲକ୍ଷ ଟଙ୍କା ଲୋନ୍ ଦେଲା, ଫିକ୍ସଡ କ୍ୟାପିଟାଲ 2 ଲକ୍ଷ ଟଙ୍କା ମେସିନ୍ ଦେଲା, 70,000 ଟଙ୍କା ଆପଣ ପାଇବେ ସବସିଡି। ଆଉ 1,30,000 5 ବର୍ଷରେ ସୁଝିବ, ଯାହା ଇଣ୍ଟରେଷ୍ଟ ଅଛି ବ୍ୟାଙ୍କ ଦେବ। ବ୍ୟାଙ୍କ ଥ୍ରୋରେ ଆସିବ, ଇଣ୍ଡିଭିଜୁଆଲ କରାହେବନି। ଆଜି ସମସ୍ତେ କହୁଥିଲେ ଜଣେ ବ୍ୟକ୍ତିଗତ ଭାବେ କରିପାରିବ, ବେପାର ବିଜନେସ୍ କରିପାରିବ, ଉଦ୍ୟୋଗ କରିପାରିବ, ଜଣେ ପାର୍ଟନରସିପ୍ ମାନେ କରିପାରିବ, ଜଣେ ପ୍ରାଇଭେଟ ଲିମିଟେଡ୍ କରିପାରିବ, ଜଣେ ଚାଷୀ କରିପାରିବ, ଜଣେ FPO କରିପାରିବ, ଜଣେ SHG ମା କରିପାରିବ, ସମସ୍ତେ କୋଅପରେଟିଭ କରିପାରିବେ, ଜଣେ ମିଲିଟାରୀ ଏକ୍ସ ମିଲିଟାରୀ ଲୋକ କରିପାରିବେ, ହ୍ୟାଣ୍ଡିକ୍ୟାପ୍ ଲୋକ କରିବେ। ଏଠି SC ST କାଷ୍ଟ କିଛି ଅଲ୍ ଓଭର କଣ୍ଟ୍ରି ହେଉଛି 35% ସବସିଡି, ଯୋଉଠି ଏଜୁକେସନ ନାହିଁ ଦରକାର ନାହିଁ ସ୍କିମ୍ରେ। ତେଣୁ ସେଥିପାଇଁ ଆମେ ପ୍ରମୋଟ କରୁଛୁ ଖାଦ୍ୟର ଗୁଣବତ୍ତା, ଖାଦ୍ୟର ମାନ୍ୟତା, ଲୋକଙ୍କର ଏମ୍ପ୍ଲୟମେଣ୍ଟ ଜେନେରେସନ ହବ। ଲୋକ ବାହାରକୁ ଯାଇକି କାମ ନ କରିକି ଏଠି ଆମେ ଷ୍ଟକ୍ ଦଉଛୁ ଯେ ଏଇଠି କରନ୍ତୁ, ଆପଣ ନିଜ ନ୍ୟାଚୁରାଲ। ଯେମିତି ହଳଦୀ ଧରନ୍ତୁ, କନ୍ଧମାଳ ବାମଣା ହେଉଛି ଚିଲି, ଯେମିତି ଆମର ଏଠି ସାଲେପୁର ନିଶଙ୍କୋଇଲି ମାହାଙ୍ଗକୁ ଯଦି ଆମେ ଯଦି ପୁରା ଖାଦ୍ୟର ଭଣ୍ଡାର କହିଲେ ସାଲେପୁର ମାନେ ହେଉଛି ଶସ୍ୟ ଶ୍ୟାମଳ। ସେଇ ଶସ୍ୟ ଶ୍ୟାମଳକୁ ନେଇକି ଆମେ ଯଦି ଭ୍ୟାଲ୍ୟୁ ଆଡିସନ କରାଯିବ, ଚୁଡ଼ା, ମୁଢି, ଗୁଡ଼ ସବୁ କରିହେବ। ଏଠୁ ଆମର ନିଶଙ୍କୋଇଲିରୁ ମୁଢି ଯାଉଛି ମେଡିକାଲ କଟକରେ ବିକ୍ରି ହେଉଛି, ଜଣେ ମ୍ୟାଡାମ କରିଛନ୍ତି। ତେଣୁ ବ୍ୟାଙ୍କର୍ସ ରେଡି ଅଛି। DICର ଭୂମିକା ବହୁତ ବଡ଼। ମୁଁ ଡିଷ୍ଟ୍ରିକ୍ଟ ରିସୋର୍ସ ହିସାବରେ ଆପଣଙ୍କୁ ସାହାଯ୍ୟ କରିବା, କୌଣସି ଅସୁବିଧା ନାହିଁ। ସ୍କିମ୍ କରାଯିବ, ଆପଣଙ୍କୁ ଅପଲୋଡ କରାହେବ, ଗୋଟିଏ ପଇସା ଦେବା ଦରକାର ନାହିଁ। ତେଣୁ ଗାଁ ଗହଳିରେ ସମସ୍ତେ ଲାଗନ୍ତୁ, ଫୁଡ୍ର ମାନ୍ୟତା ବଢୁ, ଆଉ କିଛି ଏମ୍ପ୍ଲୟମେଣ୍ଟ ଜେନେରେସନ ହଉ, ଆମର ପ୍ରଡକ୍ଟ ଯେମିତି ବାହାରେ ବିକ୍ରି ହେଇପାରିବ ସେ ମାନ୍ୟତା ଦେବା ପାଇଁ ଆମେ ଚେଷ୍ଟା କରୁଛୁ, ପ୍ରୟାସ କରୁଛୁ।
ब्रांडिंग कर मार्केटिंग करने आपण प्रचार द्वारा प्रसार द्वारा आम आज अवेयरनेस प्रोग्राम आम ऑब्जेक्टिव है लोक मान जिते स्कीम अच्छी सरकार भारत सरकार और ओडिशा सरकार स्कीम को लेकिन लोक मान पहुंचेगा पंचायत लेवल में चेष्टा करूँ सब कर फ्यूचर भविष्य जान चेष्टा करूँ ब्लॉक लेवल जोटा आप आगे प्लान अच्छी ब्लॉक लेवल प्रति ब्लॉक लेवल समस्त एसएचजी आउ इंटरप्रेन्योर मैंने नुआ इंटरप्रेन्योर करेंगे मैंने एक्जिस्टिंग अच्छे समस्त आम कोलाबोरेट करके कोऑपरेशन करके बीआईसी स्कीम भारत गवर्नमेंट ऑफ इंडिया स्कीम संयोग करूँ फलप्रद करने चेष्टा करूँ। धन्यवाद। जनरल मैनेजर जिला शिल्प केन्द्र कटक अवस्थापित अच्छी अभी कौन कहे आज कार्यक्रम नहीं कौन कहे आज आम जो अवेयरनेस प्रोग्राम कलु आम ये केन्दुपटना पंचायत आम जनइबा चाहलु कि आमर जो स्कीम अच्छी एमएसएमई डिपार्टमेंट जो स्कीम अच्छी पीएमईजीपी पीएमएफएमई आम जो इंडस्ट्रियल पॉलिसी अच्छी 2022 आमर जो ओडिशा फूड प्रोसेसिंग पॉलिसी अच्छी एमएसएमई डेवलपमेंट पॉलिसी से विषय में जन चाहलु जे गोटे उद्योगी हम चाहिए मैंने अणु उद्योगी पूरा बृहत उद्योगी जाए पारे जो कि आमर बीआईसी जिला शिल्प केन्द्र सबु प्रकार साहाय्य दब सबु प्रकार साहाय्य माने डिटेल प्रोजेक्ट रिपोर्ट तैयारी कर अपलोड कर ऑनलाइन पीएमईजीपी और पीएसपी पोर्टाल रे कि आमर जो अच्छी लार्ज इंडस्ट्री करने कि मीडियम इंडस्ट्री करने कि स्मॉल इंडस्ट्री एडमिनिस्ट्रेशन ऑफ इंसेंटिव मेकानिज्म जो वेबसाइट अच्छी जोटा कि एमएसएमई डिपार्टमेंट वेबसाइट सहित लिंक अच्छी ता माध्यम अप्लाई करी बहुत प्रकार सब्सिडी लाइक कैपिटल इन्वेस्टमेंट सब्सिडी इंटरेस्ट सब्सिडी कि आमर अच्छी एम्प्लॉयमेंट कॉस्ट सब्सिडी कि इलेक्ट्रिसिटी ड्यूटी एग्जेम्पशन कि लैंड जो अच्छी आप लैंड ड्यूटी एग्जेम्पशन से विषय सब नहीं पारे छड़ा माइक्रो एंटरप्राइजेस से फ्लैट सब्सिडी पाइबे जी प्रोजेक्ट कॉस्ट करेंगे पीएमईजीपी जो कि 35% ऑफ टोटल प्रोजेक्ट कॉस्ट से सब्सिडी नहीं पारे तो यही सब्सिडी नेले लोन बर्डनटा रही जी पैसा पाइबे कहीं अर्थ हूँ आप गोटे एंटरप्राइज करने पैसा दरकार से अर्थर जो बर्डनटा कमिज बाकी तक पैसा से मैन्युफैक्चरिंग करेंगे आम जो सीजीटीएमएससी अच्छी स्कीम अच्छी जो कि आप 75% ऑफ द टोटल लोन अमाउंट इंश्योरेंस कवरेज होती किसी जोगु यदि आप प्रोजेक्ट फेल्योर है जो सीजीटीएमएससी स्कीम अच्छी माध्यम 75 भाग लोन अमाउंट ऑटोमेटिकली रिकवर हो 25% जो बेनिफिशियरी आभेल कर दबा पड़ो तो यही जो सुजोग सुवर्ण सुजोग अच्छी समस्त आभेल करें जाकि माइक्रो एंटरप्राइजेस बहुत हो पार आम जाने गवर्नमेंट ऑफ इंडिया जो भाया प्रयास करुच्ची आम चाहूँ $5 ट्रिलियन इकोनॉमी को जीवा आम $3.9 इकोनॉमी को आसीगला 2 ट्रिलियन $3.9 आसीगला जेहेतु आम चली सरकार को जो भाया पदक्षेप से माध्यम आम 5 ट्रिलियन इकोनॉमी को पहुंचे आम बेसी समय ना जदि आम तृणमूल स्तर में ग्रासरूट लेवल यही भाया जदि आम लोन नहीं एंटरप्राइज करवा आम इकोनॉमिक एक्टिविटी बढ़ो इकोनॉमिक एक्टिविटी बढ़ले लोक माने रोजगार क्षम हे लोक मैंने निजे डिसीजन नहीं पारे पैसा कटेबार अबिका जो लोक मैंने सब भोट दवाई एलिजिबल है पाठ पढ़ार आहरी मन आग्रह लगे देखिए अन्य देखिए जो एंटरप्राइज कर भी एंटरप्रेन्योर होगा चेष्टा करेंगे कहीं आजिकल आमर जॉब्स ना आम जो भाई पीएमईजीपी ना हिसाब से कहूँ प्राइम मिनिस्टर एम्प्लॉयमेंट जनरेशन प्रोग्राम आम यही माइक्रो एंटरप्राइज कर एम्प्लॉयमेंट जनरेट करवा आम गोटे लोक जी एंटरप्राइज करवा जिते एंटरप्राइज ग्रो कर बहुत लोकर दरकार पड़ो तादे योगदान ना से एंटरप्राइज ग्रो कर आगे बढ़ी पार तो से माध्यम आम हूँ एंटरप्राइज ग्रो कर एम्प्लॉयमेंट भी जनरेट करवा लोक मैंने भल रही पारे। थैंक यू परिचय देवे आज केन्दुपटना पंचायत जो डीआईसी गोटे प्रोग्राम होता पीएमएफएमई विषय गोटे भल प्रोग्राम आयोजित होता ये प्रोग्राम एसएचजी माँ मानक कहना चाहिए जे आम डिपार्टमेंट फोटो अच्छी एसएचजी को एसएमई कन्वर्ट करने पीएमएफएमई स्कीम हूँ गोटे मार्ग
ସେଇ ମାର୍ଗରେ ସେମାନେ ଏଇ ପିଏମ୍ଏଫ୍ଏମ୍ଇ ସ୍କିମ୍ଟାର ଉପଭୋଗ କରନ୍ତୁ ଏବଂ ତାର ଲୋନ୍ ନେଇ କିପରି ଭାବରେ ସେମାନେ ସକ୍ଷମ ହେଇପାରିବେ ସେତିକି କହିବାକୁ ଚାହୁଁଛି। ମ୍ୟାଡ଼ାମ କଣ କହିବେ, ଯାହା ଏହା କେନ୍ଦ୍ର ସରକାରଙ୍କ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ଏକ ସୁନ୍ଦର ପଦକ୍ଷେପ, କିନ୍ତୁ ଆଜିର ଖବର ଯାହା ଆମ ପାଖରେ ଅଛି, ଏବେ ମିଶନ ଶକ୍ତିର ମହିଳାମାନେ ଲୋୟର ପିଏମ୍ଜିରେ ବସିଛନ୍ତି, ବିଧାନସଭା ଆଗରେ ଧାରଣାରେ ଅଛନ୍ତି, ସେମାନେ ଦୀର୍ଘ 6 ମାସର ଦରମା ପାଇନାହାନ୍ତି, ସେଥିଲାଗି ଆନ୍ଦୋଳନରେ ଅଛନ୍ତି ସେମାନେ। ମହିଳା ସଶକ୍ତିକରଣ କରିବା ପାଇଁ ମିଶନ ଶକ୍ତିର ଯୋଉ ମା ମାନେ ଅଛନ୍ତି ସେମାନେ ଆଜି ଭୁବନେଶ୍ୱରରେ ରାଜରାସ୍ତାରେ ଅଛନ୍ତି। ସେମାନେ ମିଶନ ଶକ୍ତିର ମା ମାନେ ଯୋଉମାନେ ଏବେ କମ୍ୟୁନିଟି ସପୋର୍ଟ ଭାବରେ କାମ କରୁଛନ୍ତି, ଏମ୍ବିକେ ସିଆର୍ପି ମାନେ, ସେମାନଙ୍କର ସେଟା କଣ ପର୍ସନାଲ ସଂଘର ତାଙ୍କର ମୋଟୋ, ସେଇଟା ତ ଆମେ କର୍ମକର୍ତ୍ତା ଆମେ ସେ ବିଷୟରେ କିଛି କହିପାରିବୁନି। କିନ୍ତୁ ବର୍ତ୍ତମାନ ଆମର ଡିପାର୍ଟମେଣ୍ଟକୁ କେମିତି ଆମର ସମସ୍ତେ ଏସ୍ଏଚ୍ଜି ମା ମାନେ ଉପକୃତ ହେବେ ସେଥିପାଇଁ ଆମେ ସମସ୍ତେ ତତ୍ପର। ତ ସେଇ ଯୋଉଟା ପିଏମ୍ଏଫ୍ଏମ୍ଇ ସ୍କିମ୍ ବିଷୟରେ ଆଜି ଯାହା ପ୍ରୋଗ୍ରାମ ହେଇଥିଲା ସେତିକି କହିବି ଯେ ଆମର ମା ମାନେ କେମିତି ଏସ୍ଏମ୍ଇରେ କନଭର୍ଟ ହୁଅନ୍ତୁ ଆଉ ଲୋନ୍କୁ ନେଇ ସଠିକ ଉପାୟରେ ପରିଚାଳନା କରନ୍ତୁ ଏବଂ ସେଇ ଲୋନ୍ଟି ନେଲା ପରେ କେମିତି ସେମାନେ ଗୋଟେ କ୍ଷୁଦ୍ର ଶିଳ୍ପ ଗଠନ କରି ସକ୍ଷମ ହେଇପାରିବେ, କୁଶଳୀ ହେଇପାରିବେ, ସେତିକି ମା ମାନେ କଲେ ଆମ ଡିପାର୍ଟମେଣ୍ଟ ନିହାତି ଭାବରେ ଆହୁରି ଆଗେଇ ଯିବ। ଧନ୍ୟବାଦ।